ओम नमो भगवते वासुदेवाय। षष्ठोऽध्याय। प्रह्लादोवाच। शृण हे असुर बालके, जे विद्यासार नरलोके। माया क्रीडारे मत होई, ज्ञान तुम्भर देहे नाही। बालक जुवा वृद्ध देहे, केबे हें आत्मा लिप्त नुहे। ए भाव चित्ते जे चिंतन्ति, अन्ते कैवल्य से भुजन्ति। विषय पथे जे बा पड़े, आत्मार ज्ञान पथ हुड़े। पर अपर बोली चिंती, से मृत्यु मुखे संचरन्ति। से गुरु कहे शास्त्र मते, अर्थ को बुझाई अनर्थे। अज्ञान निद्रा जा वचने, न भांगे शास्त्र अनुक्रमे। से गुरु वाक्य कार्य किस, विफल तार उपदेश। आत्मार शरीर धारण, अज्ञान एहार कारण। एबे अव्यय आत्मा जेते, যত্ন করিব আত্মহিতে। এণু অজ্ঞানীଙ୍କ বচন, ন মানে আত্মা জ্ঞানী জন। অজ্ঞানী অজ্ঞান দেখাই, অন্ধকু অন্ধ যে কঢ়াই। জ্ঞানীর শত্রু মিত্র নাহি, निर्दयी दास पणे थाई। प्राणी भुंजई कर्मायते, संपद विपद जगते। ए माया मय गृह बासे, प्राणी जंत्रित माया पासे। मनर चरणे सांकुली, एणु न पारे प्राणी चली। ए माया बंध जा वचने, तुटई ज्ञान अनुमाने। से गुरु वचन जे जानी, तेबे संसारु तरे प्राणी। व्यर्थ क्रिया निर्तो चिंती, आयुष क्षय न जानती। एमंत असुर को चाही, से प्रह्लाद दया बही। कहई भागवत धर्म, जेणे तुटई माया भ्रम। सुण बालक मो वचन, संसारे पंडित जे जन। कुमार कालु धर्म करे, शरीरे अनित्य विचारे। मनुष्य संसारे दुर्लभ, जेबे गोविंदे करे भाव। से जे हरि सर्वजीव देहे, आत्मा स्वरूपे पूरी रहे। बसई ईश्वरर भावे, इंद्रिय भोग सुख लोभे। कर्मर बले जाहा लोभे, ए सुख दुख देह जोगे। एणु न कर प्रत्यास, निरते होइब संतोष। देख आयुष ए शरीरे, छिद्र घटरु प्राय झरे।
ଏଣୁ ମୁକୁନ୍ଦ ପାଦ ଯୋଗେ ନିରତେ ଭାବ ମନ ଯୋଗେ ମରଣ ନିର୍ଦୋଷ ନିହିତ ତା ମୁଖେ ନ ପଡ଼େ ଯାବତ ତାବତ ସୁସ୍ଥ ଏ ଶରୀର ବୃଦ୍ଧ ଅବସ୍ଥା ଅଛି ଦୂର ଯାବତ ଏ ଦୁର୍ଲଭ ଦେହେ ଇନ୍ଦ୍ରିୟ ଶକ୍ତି ନଷ୍ଟ ନୋହେ ଯାବତ ଜୀବର ଏ ଦେହେ କାଳର ବଳେ କ୍ଷୟ ନୋହେ ତାବତ ଆତ୍ମା ନିସ୍ତାରଣ ତାବତ ଆତ୍ମା ନିସ୍ତାରଣେ ଯତ୍ନ କରିବ ଅନୁକ୍ଷଣେ ତେବେ ଆତ୍ମାର ହିତ କରେ ନିର୍ଦୁର୍ଲଭ ମାନବ ଶରୀରେ। ଏ ଜ୍ଞାନ ବୁଝେ ଯେତେବେଳେ ବୋଲେ କରିବି ବୃଦ୍ଧ କାଳେ ଗୃହେ ଲାଗିଲେ ଅଗ୍ନି ଯେହ୍ନେ ଉଦ୍ୟମ କୂପର ଖନନେ ଏମନ୍ତେ ଅଜ୍ଞାନୀଙ୍କ ମତି କେବେ ହେଁ ସୁଖ ନ ଲଭନ୍ତି ସ୍ୱଭାବେ ଅଳପ ଆୟୁଷ ଜୀବରେ ସତେକ ବରଷ ଯେବେ ଅଜ୍ଞାନ ପଣେ ଥାଇ ତାହାର ଅଧେ ନାଶ ଯାଇ ସ୍ୱଭାବେ ରାତ୍ରେ ନିଦ୍ରା କାଳେ ଅଧେ ଆୟୁଷ ଯାଇ ହେଳେ ବାଳକ ପୌଗଣ୍ଡ କିଶୋରେ ବିଂଶ ବରଷ ତହୁଁ ହରେ ବାଳକ ସ୍ୱଭାବ ଏମନ୍ତ କ୍ରୀଡ଼ା ବିନୋଦେ ଥାଏ ଲିପ୍ତ ଶେଷରେ ଜରାଗ୍ରସ୍ତ ହୋଇ ବିଶତି ବରଷ କଟଇ ବାକି ଯେ ଆୟୁ ରହିଥାଏ ଗୃହ ବନ୍ଧନେ କଟିଯାଏ ଏ ଗୃହ ବନ୍ଧେ ବନ୍ଦୀ ହୋଇ ଆତ୍ମା ଧରି ନ ପାରଇ ଅତି ଯତନେ ସେହି ପାଶେ ଦୁର୍ଜୟ ଇନ୍ଦ୍ରିୟ ଲାଳସେ ଅର୍ଥ ଅର୍ଜନେ ଅବିରତେ ଲୋଭ ବଢ଼ଇ ସର୍ବମତେ ପ୍ରାଣ ହୁଁ ଅତି ସ୍ନେହ ଭରେ ସେ ତୃଷ୍ଣା କେ ବା ତେଜି ପାରେ ଯେ ଧନ ଅର୍ଥ ବିକେ ପ୍ରାଣ ତାହାର ନାହିଁ ପରିତ୍ରାଣ ତସ୍କର ରୂପେ ଚୋରି କରେ ସେବା କରଇ ଯାଇ ପରେ ବୋଇତେ ବସି ବାଣିଜ୍ୟରେ ଅଗାଧ ସିନ୍ଧୁ ଲୋଭେ ତରେ ନିର୍ଦୋଷେ ଗୃହ ବନ୍ଧେ ବଞ୍ଚେ ପ୍ରାଣୁ ଅଧିକ ଧନ ସଞ୍ଚେ ଏକାନ୍ତେ କାମିନୀଙ୍କ ମେଳେ କ୍ରୀଡ଼ା କରଇ କାମ ଭୋଳେ ପତ୍ନୀର ବାକ୍ୟ ଅନୁକ୍ଷଣେ ଗୁରୁଙ୍କ ମନ୍ତ୍ର ପ୍ରାୟ ମଣେ ବନ୍ଧୁ ବାନ୍ଧବ ସ୍ନେହ ଭରେ ବାଳକ ସଙ୍ଗେ ମନୋହରେ ସ୍ନେହ ମମତା ଅବିରତେ ଚିନ୍ତଇ ଅନୁରାଗ ଚିତେ ଘରୁ ବାହାର ହୋଇ ଯେବେ ପ୍ରବାସ କରଇ ସ୍ୱଭାବେ ତହିଁ ଜୀବନ ସୁସ୍ଥ ନୋହି ଭାବଇ ଗୃହେ ମନ ଦେଇ ପୁତ୍ର ଦୁହିତା ସ୍ନେହ ଚିତେ ମନୋଜ୍ଞ ପତ୍ନୀ ଭାବ ଚିନ୍ତେ ଭ୍ରାତା ଜନନୀ ତାର ସ୍ମରେ ନ ଏଲୋଭେ
ଏଭଲେ ଥିବେ କେବା ଘରେ ମନୋଜ୍ଞ ଗୃହେ ବସ୍ତୁ ଯେତେ ଜୀବିକା ପଶୁ ଭୃତ୍ୟ ମତେ ଏ ରୂପେ କୋଶାକାର ପ୍ରାଏ ହୃଦଏ ଅବିରତ ଧ୍ୟାଏ ଲୋଭେୟ ତୃପ୍ତ କାମ ହୋଇ ଯେହା ଉପସ୍ଥ ଭାବେ ଧ୍ୟାଇ ନିରତେ କୁଟୁମ୍ବ ପୋଷଣେ ତୁସ୍ତର ମୋହ ଭାବ ଚିତେ ଏ ପ୍ରାଣୀ ତରିବ କେମନ୍ତେ ନିରତେ କୁଟୁମ୍ବ ପୋଷଣେ ଆୟୁଷ କ୍ଷୟ ସେ ନ ଜାଣେ ସର୍ବଦା ତାପତ୍ରୟେ ଦୁଃଖୀ କୁଟୁମ୍ବ ପାଳେ ସେ ନ ଭଖି ଅନିତ୍ୟ ନିତ୍ୟ ଦେଇଚିତ କାମେ ଜଡ଼ିତ ବିରତ ପଣ୍ଡିତ ପଣ ସର୍ବ ଜାଣେ ଆତ୍ମାର ଗତି ନ ପ୍ରମାଣେ ଯେ ଫଳ ଇହ ପରଲୋକେ ତାଦୁଣି ଜାଣେ ବିଦ୍ୟା ସୁଖେ କୁଟୁମ୍ବୀ ପଣେ ଗୃହ କରେ କ୍ରୀଡ଼ା ବିନୋଦେ ସେ ବିହରେ ସୁହୃଦ ବନ୍ଧୁର ଶରୀରେ ଉଭୟ ଲୋକୁନ ନିସ୍ତରେ ବିଭିନ୍ନ ଆତ୍ମା ପର ଲାଗି ଜନ୍ମ କଳ୍ପନେ ଅନୁରାଗୀ ବିମୂଢ଼ ମତିର ବିଭ୍ରମେ ଅନ୍ତେ ପଡ଼ଇ ଘୋର ତମେ ତୁମ୍ଭେ ସକଳେ ଏହା ଶୁଣ ଆତ୍ମାର ହିତ ମନେ ଗୁଣ ବିଷୟାସକ୍ତ ମାୟା ସଙ୍ଗ ଯେସନେ ମାୟାର ତରଙ୍ଗ ଏ ସର୍ବ ଦୂରେ ପରିହର ନାରାୟଣକୁ ଆଶ୍ରୟ କର ସେ ନାରାୟଣ ସର୍ବଧାତା ଈଶିତେ କୈବଲ୍ୟ ଦାତା ବିଷ୍ଣୁଙ୍କୁ ଆଶ୍ରୟ ଯେ କରନ୍ତି ସେ ସର୍ବ ଦୁଃଖ ନିସ୍ତରନ୍ତି ଅସୁର ଭାବକୁ ଉପେକ୍ଷ ଆତ୍ମାର ପ୍ରାୟ ସର୍ବ ଦେଖ ଏ ବିଷ୍ଣୁ ମାୟା ପରାପର ବ୍ରହ୍ମାଣ୍ଡ ବାହାର ଅନ୍ତର ବ୍ରହ୍ମାଦି ସ୍ଥାବର ପର୍ଯ୍ୟନ୍ତେ ଅବ୍ୟକ୍ତ ଭୂତ ଆଦି ଯେତେ ଗୁଣ ନିର୍ଗୁଣ ହୋଇ ସମ ଏ ଆଦି ସର୍ବ ଘଟେ ବ୍ରହ୍ମ ବସଇ ସର୍ବ ଘଟେ ହରି ଅଙ୍ଗେ ଅବ୍ୟୟ ରୂପ ଧରି ଆତ୍ମା ସ୍ୱରୂପେ ସର୍ବଦେହେ ଦୃଶ୍ୟ ଅଦୃଶ୍ୟ ଭାବ ବହେ ନିତ୍ୟ ଅବ୍ୟୟ ସତ୍ୟ ମତେ କଳିକେ ପାରିବ ଜଗତେ କେବଳ ଆନନ୍ଦାନୁଭବ ଅଶେଷ ଦେହେ ସର୍ବଜୀବ ମାୟା ଅନ୍ତରେ ସୁଖେ ରହେ ଅଶେଷ ଗୁଣ ସଙ୍ଗେ ବହେ ଏ ଘେନି ସର୍ବଭୂତେଶ୍ୱରେ ପ୍ରାଣୀ ବିଷয়ে ଦୟା କରେ ସୁହୃଦ ଭାବ ଧରି ଚିତେ ହରିଙ୍କୁ ଲଭିବ ଯେ ମନ୍ତେ ଅସୁର ଭାବ ପରିହରି ତେଣେ ସନ୍ତୋଷ ନର ହରି ଏ ଭାବ ଦୃଢ଼ କର ଚିତେ ହରିଙ୍କୁ ଭଜ ବିରତେ ଯେ ବିଷ୍ଣୁ ତୋଷ ଯାକୁ ଚିତେ କିୟ ବା ଅଲଭ୍ୟ ଜଗତେ ଅନନ୍ତ ଅନାଦି ମହିମା କି ଗୁଣେ କରିବା ଉପମା
ତ୍ରିଗୁଣେ करे ନିସ୍ତାରଣ। କେବଳ ପରମ କାରଣ ସଂସାର ମଧ୍ୟେ ସାର ସେହି ତାର ଚରଣୁ ଅନ୍ୟ ନାହିଁ। ଏ ଘେନି ବିଷ୍ଣୁର ଚରଣ ଯେ ପ୍ରାଣୀ ପଶନ୍ତି ଶରଣ। ତାଙ୍କ ଚରଣେ ଭାବ କର ସଂସାର ମାୟାରୁ ଉଦ୍ଧର। ଏବେ ହୋ ଶୁଣ ମୋର ବାଣୀ ଶ୍ରୀ ଭାଗବତ ପରିମାଣୀ। ଧର୍ମାର୍ଥ କାମ ବଦ ମତେ ଏ ତିନି ବର୍ଗ ଅନୁମତେ। ସାଧନ କର ସମଦମ ଯଜ୍ଞାଦି ନାନାବିଧ କର୍ମ। ସତ୍ୟ ବଚନ ବେଦ ବାଣୀ ଏଣେ ସଂସାରୁ ତରେ ପ୍ରାଣୀ। ନାନା ପ୍ରକାରେ ପୁଣ୍ୟ ଦାହି ସେ ସବୁ କୃଷ୍ଣେ ସମର୍ପଇ। ଧନ୍ୟତା ଶରୀର ଧାରଣ ସେ ଲୋଭେ ପରମ କାରଣ। ନିର୍ମଳ ଦୁର୍ଲଭ ଏ ଜ୍ଞାନ ନିଗମ ସାର ଅନୁପମ। ନାରଦ ମୁନିଙ୍କ ଅଗ୍ରତେ ସୁପୁଣ୍ୟ ବଦରିକା ତୀର୍ଥେ। ତପ ଆଚରି ଅନୁକ୍ଷଣେ ଅଛନ୍ତି ନର ନାରାୟଣେ। ନାରଦ ମୁନି ସୁଧ ଚେତି ପୁଛିଲେ ହରି ଗୁଣ। ନାରଦ ମୁନି ସୁଧ ଚେତି ନାରଦ ମୁନି ସୁଧ ଚେତି ପୁଛିଲେ ହରି ଗୁଣ ଗାଥା। ନାରଦ ମୁନି ସୁଧ ଭାବେ ଏ ବାଣୀ ବିବିଧ ପ୍ରସ୍ତାବେ। ନାରଦ ମୁନିଙ୍କୁ ସନ୍ତୋଷେ କହିଲେ ଜ୍ଞାନ ଉପଦେଶେ। ବିଷ୍ଣୁର ପାଦ ପଦ୍ମ ଧୂଳି ଆନନ୍ଦ ଭାବେ ଅଙ୍ଗେ ବୋଳି। ସଂସାରେ ଅକିଞ୍ଚନ ଜନେ ଯାହା ଭାବନ୍ତି ଅନୁକ୍ଷଣେ। ପୂର୍ବେ ମୁଁ ନାରଦଙ୍କ ବାଣୀ ମାତାଙ୍କ ଗର୍ଭେ ଥାଇ ଶୁଣି। ଏ ବାଣୀ ଭାଗବତ କଥା ଶୁଣନ୍ତେ ତୁଟେ ଭବ ବାଧା। ଏ ବାଣୀ ଭାଗବତ କଥା ଶୁଣନ୍ତେ ତୁଟେ ଭବ ବ୍ୟଥା। ଭାବେ କହିଲି ତୁମ୍ଭ ଆଗେ ହରି ଚରିତ ଅନୁରାଗେ। ଏମନ୍ତ ପ୍ରହ୍ଲାଦ ବାଣୀ ଭାବେ ଅସୁର ପୁତ୍ରେ ଶୁଣି। ବୋଲନ୍ତି ପ୍ରହ୍ଲାଦ ଆଗେ ତୁଲ୍ୟ ବୟସ ଅନୁରାଗେ। ଦୈତ୍ୟପୁତ୍ରାଉଚୁ ଶୁଣ ହେ ନୃପତି କୁମର ଆମ୍ଭେ ଯେ ସଙ୍ଗତେ ତୋହର। ତୋହର ଭିନ୍ନ ଗୁରୁ ନାହିଁ ଏ ବିଦ୍ୟା ସାଧିଲୁ ତୁ କାହିଁ। ଏ ଗୁରୁ ପୁତ୍ରଙ୍କ ଚରଣେ ଆମ୍ଭେ ଭଜିଲୁ ଅନୁକ୍ଷଣେ। ଏହାଙ୍କ ଉପଦେଶ ଜାଣୁ ତୁ ଏହା କେମନ୍ତେ ବଖାଣୁ। ତୁହି ତ ଆମ ସଙ୍ଗତରେ ନିରତେ ଥାଉ ଅନ୍ତଃପୁରେ। ସ୍ୱଭାବେ ସ୍ତ୍ରୀଙ୍କ ମନ୍ଦିର ଦେବମାନବେ ଅଗୋଚର। ତହିଁ ଭିତରେ ଥାଉ ତୁହି ସାଧୁଙ୍କ ସଙ୍ଗ ତୋର ନାହିଁ। ଏଣୁ ସଂଶୟ ଆମ୍ଭ ମନ କାହିଁ ପାଇଲୁ ଏହି ଜ୍ଞାନ। ତୋହର ପାଦେ ନମସ୍କାର ସଂଶୟ ଛେଦ ତୁ ଆମ୍ଭର। ଏମନ୍ତେ ଅସୁର ବାଳକେ ତାର ସମୀପେ ଏକେ ଏକେ
ଚରଣ ଧରି ପକାଇଲେ। ଧର୍ମର କଥା କହ ଭଲେ, ଏମନ୍ତ ଭାଗବତ ବାଣୀ। ଶୁଣି ସଂସାରୁ ତର ପ୍ରାଣୀ। ସପ୍ତମ ସ୍କନ୍ଧେ ଭାଗବତ, କହଇ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା 82 ସପ୍ତମ ସ୍କନ୍ଧେ ବାଳକ ସଂଶୟେ ନାମ ଷଷ୍ଠୋऽଧ୍ୟାୟ। ଓମ୍ ନମୋ ଭଗବତେ ବାସୁଦେବାୟ।